ଗଳ୍ପ ଈଶ୍ୱରଙ୍କ ଛଦ୍ମନାଭ। ଜଣେ ଅପରିଚିତଙ୍କୁ ନିଜକୁ ଦେଇ ପୁଣି ମୋ ନିଜକୁ ତାଠାରୁ ଫେରାଇ ଆଣିବାର ଇଚ୍ଛା ମୋର ଏଇ ଅଳ୍ପ ଦିନର। ମୋର ଜୀବନରେ ଅନେକ ପରିସ୍ଥିତି ଆସିଛି, ଅନେକ ପ୍ରକାର ଜୀବନ ମୁଁ ଭୋଗି ସାରିଛି। ଏଥର ଏମିତି ଏକ ନୂଆ ପରି ଜୀବନକୁ ନିଜେ ଗଢ଼ି ନିଜେ ଭୋଗ କରିବାକୁ ମୁଁ ମନ ବଳେଇଛି। ଏକା ଏକା ମୋ ଜୀବନ ସବୁବେଳେ ଅନେକ ହତାଶା, ଅନେକ ନିରାଶା, ଅନେକ କଷ୍ଟ, ଅନେକ ଦୁଃଖପୂର୍ଣ୍ଣ ଜୀବନ। ସେହି ଭିତରେ ଅନେକ ଦିନରୁ ମୁଁ ଭୁଲି ଯାଇଛି ପ୍ରେମର ଅନୁଭବ କ'ଣ। ଅଥଚ ମୁଁ ଜାଣେ ପ୍ରେମ ହିଁ ଦେହ ଓ ଜୀବନ ପାଇଁ ପରମାର୍ଥ। ମୁଁ ଏଠି ଅନ୍ୟ କଥା କିଛି କହୁନାହିଁ, କେବଳ ଦେହର କଥା କହୁଛି, ଯେଉଁଠି ଜୀବନ ଅଛି। ନିଜକୁ ଅନ୍ୟକୁ ଦେବି ତ କାହାକୁ ଦେବି ଭାବି ହେଲି। କେତେ ମୁହଁ ଦିଶିଲା, ଅନେକ ଜାତି, ଅନେକ ପ୍ରଜାତିର ମଣିଷ ମୋତେ ଦିଶିଲେ ଓ ମୋ ମନକୁ ନ ପାଇବାରୁ ମୋ ମନରୁ ସେମାନେ ଦୂରେଇ ଗଲେ। ଯାଇ ଯାଇ ଠିକ୍ ଏକା ପରି ବହୁଜଣ ଭିତରୁ ଜଣେ ଅଚିହ୍ନା ସ୍ତ୍ରୀଠି ମୋ ମନ ରହିଗଲା। ମୋ ମନ କହିଲା, ତାକୁ ହିଁ ମୁଁ ନିଜକୁ ଦେଇଦେବି ଓ ତାଠାରୁ ନିଜକୁ ଫେରାଇ ଆଣିବି। ହୁଏତ ସେଇ ଭିତରେ ମୋ ମନୋକାମନା ପୂର୍ଣ୍ଣ ହେବ। ଜୀବନ ଯେଉଁ ଭାବେ ଯାଉ, ପର୍ବାୟ ନାହିଁ, ଆଗକୁ ଯାହା ହେବ ଦେଖାଯିବ। ଯାଇ ଯାଇ ପହଞ୍ଚିଲି, ସେ ଥିଲା। ତା ପାଖରେ ପହଞ୍ଚିଲା ବେଳକୁ ସେ ନିଜକୁ ସଜଉଥିଲା। ଭାରି ଗୋରା ରଙ୍ଗର ମାଂସଳ ସୁନ୍ଦର ଦେହ। ସେ ମୋତେ ତା କଥାରେ ପାଛୋଟି ନେଲା। କଣ୍ଠ ଭାରି ମିଠା। ସେ ଦର୍ପଣ ଆଗରେ ବସିଥିଲା। ମୁଁ ତା ପିଠିକୁ ଦେଖୁଥିଲି ଦେହରେ ଓ ତା ମୁହଁକୁ ଦେଖୁଥିଲି ଦର୍ପଣରେ। ଦେଖୁଥିଲି ତା ଆଖିରେ ଭାଙ୍ଗି ପଡ଼ିଛି ତା ଜୀବନ, ତାହା ତା ଦୁଃଖ, ଯାହା ଛବି ପରି ଦିଶୁଥିଲା ସେହି ଦର୍ପଣରେ। ଟିକେ ସମୟ ସେଇଠି, ତାପରେ ସେ ଠିଆ ହେଲା। ତାକୁ ସମ୍ପୂର୍ଣ୍ଣ ଭାବରେ ଦେଖିଲି ଓ ଆଶ୍ଚର୍ଯ୍ୟ ହେଲି। ତା ଆଖିରେ ଓ ଓଠରେ ହସ ସଜେଇ ଦେଇ ତା ମୁହଁକୁ ସେ ସୁନ୍ଦର କରିଦେଇଥିଲା। ତେଣୁ ମୁଁ କୃତ୍ରିମ ହିଁ ଦେଖୁଥିଲି। ସେ ମୋତେ ଘେନିଗଲା, ଶୁଭାଶୁଭ କହିଲା। ଯାହା ମିଛ ବୋଲି ମୁଁ ଜାଣୁଥିଲି, ସେ ମୋତେ ଆହ୍ୱାନ କଲା। ତା ମଧ୍ୟ ମିଛ ବୋଲି ମୁଁ ନିଶ୍ଚିତ ଥିଲି। ସେ ମୋତେ ସମୟ ସଚେତନ କଲା, ତା ମଧ୍ୟ ମିଛ ଥିଲା। ସେ ଭିତରେ ମୁଁ ନିଜକୁ ନିଶ୍ଚିତ କରିସାରିଥିଲି ମୁଁ ସତ ଜାଣିବି। କାରଣ ମୁଁ ପ୍ରଥମରୁ ତା ଆଖିରେ ଦୁଃଖ ଦେଖିଥିଲି, ତା ଆଖିରେ ଲୁହ ପରି କିଛି ନିଶ୍ଚୟ ଯାହା ମୋ ମନରେ ରହିଥିଲା। ତେଣୁ ତା ଦ୍ୱାରା ଗଢ଼ା ସବୁ ପରିସ୍ଥିତି ମୋ ପାଖରେ ଫିକା ପଡ଼ିଯାଉଥିଲା। ସେ କହିଲା, ସମୟ କାହିଁ ନଷ୍ଟ କରୁଛନ୍ତି, ଆସନ୍ତୁ ସମୟର ସୁନା ରୂପ ଦେଖନ୍ତୁ। ମୁଁ କହିଲି, ମୁଁ ଆସିଲା ବେଳକୁ ତୁମେ କାନ୍ଦୁଥିଲ ନା? ତା ପାଇଁ ଏ ପ୍ରଶ୍ନ ଅକଳ୍ପନୀୟ ଥିଲା। ସେ ଏଇଠି ମୋତେ ଗଭୀର ଭାବରେ ଚାହିଁଲା। ମୁଁ ଯେମିତି ମଣିଷ ନୁହଁ, ଆଉ କିଛି। ସେ କହିଲା, ଆମକୁ ସତ କହିବାକୁ ମନା, ସମ୍ପର୍କ ଗଢ଼ିବାକୁ ମନା। ସେମାନେ ଯେଉଁ ଭାବେ ଚାହାନ୍ତି, ତୁମେ ସବୁ ଯାହା କର, ସେଇ ସବୁ ପାଇଁ ମୁଁ ଆସିନାହିଁ। ମୁଁ ସମୟକୁ କିଣିଛି, ସମୟ ସରିଗଲେ ମୁଁ ଚାଲିଯିବି। ତାକୁ ଆହୁରି ଆଶ୍ଚର୍ଯ୍ୟ କରି ମୁଁ ମୋ କଥା ରଖିଲି। ସେ ବିଛଣାରୁ ଉଠି ବସିଲା, ମୋତେ ଏକ ଅନ୍ତରଙ୍ଗ ଆଖିରେ ଦେଖିଲା। କହିଲା, କୁହନ୍ତୁ ଆପଣଙ୍କର ଇଚ୍ଛା କ'ଣ? ମୁଁ କହିଲି, ତୁମର କିଛି ସମୟ ମୋତେ ଦେଇପାରିବ, ଯେଉଁଠି ମିଛ ନଥିବ, କେବଳ ସତ ଥିବ। ମୁଁ ବୁଝିପାରିଲି ନାହିଁ। ସେ କହିଲା। ମୁଁ ସରଳ କରି କହିଲି, ମୋତେ କେବଳ ତମେ ସତ କହିବ। ସେ ମୋ ଇଚ୍ଛାକୁ ବୁଝି ଯାଇଥିଲା ବୋଧହୁଏ। କହିଲା, ପଚାରନ୍ତୁ। ଏତେ ମଣିଷକୁ ତୁମେ ଭୋଗ କର, ତୁମେ ତୁମ ଏ ଜୀବନରେ କ'ଣ ସନ୍ତୁଷ୍ଟ? ମୁଁ ପଚାରିଲି। ଯେଉଁଠି ଭଲ ପାଇବା ନଥାଏ, ସେଠି ଜୀବନ କ'ଣ, ସନ୍ତୋଷ କ'ଣ? ମୁଁ କେବଳ ଏଠି ବସ୍ତୁଟିଏ। ମୋତେ ଈଶ୍ୱର ଯେଉଁ ଦେହ ଓ ଜୀବନ ଦେଇ ଗଢ଼ିଛନ୍ତି ଓ
ତାହା ତାଙ୍କ ଦାନ। ମୁଁ ସବୁ ରାତିରେ ନୀରବ ମୁହୂର୍ତ୍ତରେ ମୋ ଏ କ୍ଳାନ୍ତ ଦେହକୁ ବିଶ୍ରାମ ଦେବା ଆଗରୁ ତାଙ୍କୁ ହିଁ ପ୍ରଣାମ କରେ ଓ ମୋର ଏ ଅଇଁଠା ଦେହକୁ ତାଙ୍କୁ ସମର୍ପି ଶୋଇବା ଆଗରୁ ତାଙ୍କୁ କୁହେ, ହେ ପ୍ରଭୁ, ମୋତେ ପତିତ ଜୀବନରୁ ଉଦ୍ଧାର କର। ଏତିକି କଥାରୁ ମୁଁ ଅନେକ ଯାଇ ବୁଝି ଯାଇଥିଲି। ମୁଁ ଚାହିଁଲି ନାହିଁ ତା ଅତୀତ, କେବଳ ସତ୍ୟ ଜାଣିବାକୁ ତାହା ସହ ପ୍ରଶ୍ନରେ ଯୋଡ଼ି ହେଲି। ତା କାନ୍ ମୁହଁରେ ସତ୍ୟ ସେତେବେଳକୁ ଉଦୟ ହୋଇସାରିଥିଲା। ସତ କୁହ, ତୁମର ଶେଷ ଇଚ୍ଛା କ'ଣ? କେବଳ ଏହି ଜୀବନରେ ନିଜକୁ ସାରିଦେବା ନା ଆଉ କିଛି? ମୁଁ ପଚାରିଲି। ସେ ମୋତେ ଏକ ସାତ୍ୱିକ ଆଖିରେ ଚାହିଁଲା। ଏକ ରୁଦ୍ଧ ଦ୍ୱାରକୁ ଫିଟେଇ ସେ ଯେମିତି ଏବେ ମୋ ଆଗରେ। ମୁଁ ଯେମିତି କେହି ତା ଜୀବନର ପ୍ରଥମ ପୁରୁଷ। ମୁଁ ଅନୁଭବ କରୁଥିଲି ଜଣେ ସରଳ ନାରୀସତ୍ତାକୁ ମୁଁ ଅତି ପାଖରୁ। ସତ କହିବି, ତମେ ହିଁ ମୋ ଜୀବନର ଶେଷ ପୁରୁଷ ହେଇଥାନ୍ତ, ଯିଏ ମୋ ମୃତ୍ୟୁ ଆଗରୁ ମୋତେ ଭୋଗ କରିଥାନ୍ତ। ଆଜି ହିଁ ମୋ ଜୀବନର ଶେଷ ରାତି। ମୁଁ ସହିପାରୁନଥିବା ଏହି ତୁଚ୍ଛ ଜୀବନକୁ ଆଜି ହିଁ ମୁଁ ଶେଷ କରିଦେବି ବୋଲି ସ୍ଥିର କରିସାରିଥିଲି। ସେ କହିଲା ଅତି ସ୍ୱରରେ, ଜୀବନ ଯେଉଁଠି ସେଉଠୁ ଯେମିତି ବାହାରି ଆସୁଥିଲା ଈଶ୍ୱର। ମୁଁ ଚାହିଁଲି ସେ ମୁହଁଟିକୁ, ଯେଉଁଠି ମୃତ୍ୟୁ ସଜେଇ ହେଇ ଦିଶୁଥିଲା, ଯେଉଁଠି ସତ୍ୟ ସଜେଇ ହେଇ ରହିଥିଲା, ଏବଂ ଟିକିଏ ସେ ଲୁହ ଯାହା ସତକୁ ଓ ମୃତ୍ୟୁକୁ ଆହୁରି ଉଜ୍ଜଳ କରିଦେଉଥିଲା। ଆଉ କଥା ନାହିଁ। ମୁଁ ମୋ ସତ୍ତା ଭିତରୁ ବାହାରି ଆସୁଛି। ମୋ ହାତ ଆପେ ବଢ଼ିଗଲା। କହିଲି, ମୋ ହାତ ଧର। ସେ ମୋତେ କେତେ ବୁଝିଲା କେଜାଣି। ସେ ତା ହାତ ବଢ଼େଇ ଦେଲା। ହାତକୁ ହାତ ଛୁଇଁଗଲା। ତାପରେ ଆମେ ଉଠିଲୁ, ଚାଲିବାକୁ ଆରମ୍ଭ କଲୁ। ଆଉ ନିରୁଦ୍ଦିଷ୍ଟ ହେବା ଯାଏ ଅନ୍ଧାର ଭିତରେ ଖାଲି ଦୌଡ଼ୁଥିଲୁ ଆଉ ଦୌଡ଼ୁଥିଲୁ।